ମନୋଜ ବାବା ଭଲ ଲୋକ, ତାଙ୍କ ପରମେ ମାତ୍ର 6 ମାସେ। 6 ମାସେ କ'ଣ ଓଡ଼ିଶାର ଯୋଜନା କରିବେ? ସିଏ ଅଣ ଓଡ଼ିଆ ଫଡ଼ିଆ ଛାଡ଼େ, ଆଉ ଓଡ଼ିଆ କାଡର ସେ, ତାଙ୍କ ସ୍ତ୍ରୀ ବି ଓଡ଼ିଆ କାଡର ଥିଲେ, ଇଏ ଥିଲେ ଭଲ ଲୋକ, ଭାରି ଅନେଷ୍ଟ ଅଫିସର। ଚିଫ୍ ସେକ୍ରେଟାରୀ ଯିଏ ହେଲେ, ଚିଫ୍ ସେକ୍ରେଟାରୀ ଅଳ୍ପ ସମୟ ଅଛ, ତମେ ଗୋଟିଏ କାମ କଲ, ସବୁ ସରକାର କହିଲେ ଆମେ ଇନ୍ଦିରା ଆବାସ ଘର କରିଦେବୁ, ଗରିବ ଲୋକଙ୍କର ରାଉତ ଯୋଜନାରେ କରିଦେବୁ, ବିଜୁ ଯୋଜନାରେ କରିଦେବୁ। 30% ଲୋକ ଭାରତ ବର୍ଷର ଗାଁ ଗଣ୍ଡିରେ ଓଡ଼ିଶାରେ ଖଣ୍ଡିଆ ଘରେ ପଡ଼ିଛନ୍ତି। ଲାଇନ୍ ନାହିଁ, ଇଲେକ୍ଟ୍ରିକ୍ ନାହିଁ, ପିଇବା ପାଣି ନାହିଁ, ଢଡ଼ା ପକେଇକି ବଇଛନ୍ତି, ଟିଣ ପକେଇ ବଇଛନ୍ତି। ସେଇ ଘର ଗୁଡ଼ା କରିଦିଅ। ଚିଫ୍ ସେକ୍ରେଟାରୀ ମହୋଦୟ ମୋହନ ବାଜି ବାରମ୍ବାର ଆପଣଙ୍କୁ ଅନୁରୋଧ କରିଛି, ମୁଖ୍ୟମନ୍ତ୍ରୀ ହିସାବରେ, ଚିଫ୍ ସେକ୍ରେଟାରୀ ହିସାବରେ 2 ଜଣ ଯାହା ବସେ ଏ ଗରିବ ଲୋକଙ୍କୁ ଥଇଥାନ କର। ଯୋଉ ଗରିବ ଲୋକଙ୍କର ଜାଗା ନାହିଁ ଘର ଦିଅ। ଯୋଉ ଗରିବ ଲୋକ ଖରାରେ ବର୍ଷାରେ ଶୀତରେ ପଡ଼ିଛନ୍ତି ତାଙ୍କରି ଘର କରିଦିଅ, ତାହେଲେ ଖୁବ୍ ଭଲ ହବ। ମନୋଜ ବାବା ଭଲ ଲୋକ, ତାଙ୍କ ପରମେ ମାତ୍ର 6 ମାସେ। 6 ମାସେ କ'ଣ ଓଡ଼ିଶାର ଯୋଜନା କରିବେ? ସିଏ ଅଣ ଓଡ଼ିଆ ଫଡ଼ିଆ ଛାଡ଼େ, ଆଉ ଓଡ଼ିଆ କାଡର ସେ, ତାଙ୍କ ସ୍ତ୍ରୀ ବି ଓଡ଼ିଆ କାଡର ଥିଲେ, ଇଏ ଥିଲେ ଭଲ ଲୋକ, ଭାରି ଅନେଷ୍ଟ ଅଫିସର। ଚିଫ୍ ସେକ୍ରେଟାରୀ ଯିଏ ହେଲେ, ଚିଫ୍ ସେକ୍ରେଟାରୀ ଅଳ୍ପ ସମୟ ଅଛ, ତମେ ଗୋଟିଏ କାମ କଲ, ସବୁ ସରକାର କହିଲେ ଆମେ ଇନ୍ଦିରା ଆବାସ ଘର କରିଦେବୁ, ଗରିବ ଲୋକଙ୍କର ରାଉତ ଯୋଜନାରେ କରିଦେବୁ, ବିଜୁ ଯୋଜନାରେ କରିଦେବୁ। 30% ଲୋକ ଭାରତ ବର୍ଷର ଗାଁ ଗଣ୍ଡିରେ ଓଡ଼ିଶାରେ ଖଣ୍ଡିଆ ଘରେ ପଡ଼ିଛନ୍ତି। ଲାଇନ୍ ନାହିଁ, ଇଲେକ୍ଟ୍ରିକ୍ ନାହିଁ, ପିଇବା ପାଣି ନାହିଁ, ଢଡ଼ା ପକେଇକି ବଇଛନ୍ତି, ଟିଣ ପକେଇ ବଇଛନ୍ତି। ସେଇ ଘର ଗୁଡ଼ା କରିଦିଅ। ଚିଫ୍ ସେକ୍ରେଟାରୀ ମହୋଦୟ ମୋହନ ବାଜି ବାରମ୍ବାର ଆପଣଙ୍କୁ ଅନୁରୋଧ କରିଛି, ମୁଖ୍ୟମନ୍ତ୍ରୀ ହିସାବରେ, ଚିଫ୍ ସେକ୍ରେଟାରୀ ହିସାବରେ 2 ଜଣ ଯାହା ବସେ ଏ ଗରିବ ଲୋକଙ୍କୁ ଥଇଥାନ କର। ଯୋଉ ଗରିବ ଲୋକଙ୍କର ଜାଗା ନାହିଁ ଘର ଦିଅ। ଯୋଉ ଗରିବ ଲୋକ ଖରାରେ ବର୍ଷାରେ ଶୀତରେ ପଡ଼ିଛନ୍ତି ତାଙ୍କରି ଘର କରିଦିଅ, ତାହେଲେ ଖୁବ୍ ଭଲ ହବ।